ଖୋଲା ଖବର ଟିଭିର ମହାପ୍ରଭାବ ରାମସାଗର ନିକଟରେ ଶୁଖିଲା ଗଛ କଟାଗଲା। ଗଜପତି ଜିଲ୍ଲା ସଦର ମହକୁମା ପାଳାଖେମୁଣ୍ଡି ଉପକଣ୍ଠରେ ଥିବା ରାମସାଗର ନିକଟରେ ଯାତାୟାତ କରୁଥିବା ରାସ୍ତା ପାର୍ଶ୍ୱରେ ଏକ ବହୁ ପୁରାତନ ଶୁଖିଲା ଗଛ ରହିଥିଲା, ଯାହା ରାସ୍ତାର ସମ୍ମୁଖ ଭାଗକୁ ମଧ୍ୟ ମାଡ଼ି ଆସିଥିଲା। କେତେବେଳେ ଯାତାୟାତରେ ଅସୁବିଧା ହେବା ବେଳେ ଯାନବାହନ ଯିବା ଆସିବା ବେଳେ ଦୁର୍ଘଟଣା ଘଟିପାରେ ବୋଲି ଖୋଲା ଖବର ଟିଭି ଖବର ପ୍ରସାରଣ କରାଯାଇଥିଲା। ତେବେ ତାର ପ୍ରଭାବରେ ବର୍ତ୍ତମାନ ସେହି ଗଛଟିକୁ କଟାଯାଇଥିବାରୁ ଜନସାଧାରଣରେ ଖୋଲା ଖବର ଟିଭିକୁ ଧନ୍ୟବାଦ ଜଣାଇଛନ୍ତି ସ୍ଥାନୀୟ ବାସିନ୍ଦା। ଆମେ ଆଜି ପହଞ୍ଚିଛୁ ଗଜପତି ଜିଲ୍ଲା ଗୋସାଣୀ ବ୍ଲକ କେରାଣ୍ଡି ପଞ୍ଚାୟତର ରାମସାଗର ନିକଟରେ ଥିବା ଗୋଟେ ଶୁଖିଲା ଗଛଟି ଦୀର୍ଘ ଦିନ ହେଲା ରହିଥିଲା ଏବଂ ବିପଦ ସଂକୁଳ ଅବସ୍ଥାରେ ରହିଥିଲା ଏବଂ ଆମେ ଖୋଲା ଖବର ଟିଭି ପକ୍ଷରୁ ପ୍ରସାରଣ କରିଥିଲୁ ଏବଂ ଆଜି ଖୋଲା ଖବର ଟିଭିର ପ୍ରସାରଣ ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଆମେ ଆମ ପାଖରେ ଅଛନ୍ତି ଜଣେ ଶୁଖିଲା ଗଛଟି ବିପଦ ସଂକୁଳ ଅବସ୍ଥାରେ ଥିଲା, ଆମେ ଖୋଲା ଖବର ଟିଭିରେ ଖବର ପ୍ରସାରଣ କରିଥିଲୁ। ଆଜି ଏହି ବିପଦ ସଂକୁଳ ଗଛକୁ ଲୋକଙ୍କ ଯାତାୟାତରେ ସୁବିଧା ହେଇଛି, ବିପଦ ସଂକୁଳରୁ ମୁକ୍ତ ହେଇଛି। ଏହା ଉପରେ କଣ କହିବେ? ଆଜ୍ଞା, ଯାନବାହନ ଅସୁବିଧା ଯିବା ଆସିବା ହଉଥିଲେ, ଆଉ କେତେବେଳେ ଗଛଟା ପଡ଼ିଯିବ ବୋଲିକିରି ସରପଞ୍ଚ ଫରେଷ୍ଟ ବାଲାକୁ କହିକିରି ଲୋକ ସାହାଯ୍ୟରେ ସବୁ ଗଛଟା କଟା ହେଲା। ଆମେ ଖବର ପ୍ରସାରଣ କଲୁ ଖୋଲା ଖବର ଟିଭି। ଧନ୍ୟବାଦ। ଯାହା ଭାଇ କହୁଥିଲେ ବିପଦ ସଂକୁଳ ଅବସ୍ଥାରେ ରହିଥିବାରୁ ଶୁଖିଲା ଗଛଟିକୁ ବର୍ତ୍ତମାନ କଟାଯାଇଛି ଏବଂ ବିପଦ ସଂକୁଳରୁ ମୁକ୍ତ ହେଇଛି। ଯାହା ହଉ ଖବର ପ୍ରସାରଣ ପରେ ପଦକ୍ଷେପ ନେଇଥିବାରୁ ଜନସାଧାରଣ ସରପଞ୍ଚଙ୍କୁ ଏବଂ ଯେଉଁମାନେ ଏ କାର୍ଯ୍ୟ କରିଛନ୍ତି ସେମାନଙ୍କୁ ଖୋଲା ଖବର ଟିଭି ପକ୍ଷରୁ ଧନ୍ୟବାଦ ଜଣାଯାଇଛି। ଗଜପତିରୁ ବିମାନ ଦ୍ୱାରା ଖୋଲା ଖବର ଟିଭି। ଗଜପତିରୁ ବିବେକାନନ୍ଦ ବେହେରାଙ୍କ ରିପୋର୍ଟ, ଖୋଲା ଖବର ଟିଭି।